କହିଦଉଛି ଆଜ୍ଞା ଲୁଙ୍ଗି କୋଉମାନେ ପିନ୍ଧନ୍ତି ଭାଇ ଲୁଙ୍ଗି ପିନ୍ଧ ବାପେ ପିନ୍ଧନ୍ତି ବାପେ କେତେବେଳେ ଦେଖିନି ଭିଡ଼ିଓରେ ଲୁଙ୍ଗି ପିନ୍ଧେ ଟାୱେଲ ପିନ୍ଧନ୍ତି ଲୁଙ୍ଗି ହଁ ଏ ଭଗବାନ କାହିଁକିନା ଲୁଙ୍ଗି ଯୋଉଠି କମ୍ଫର୍ଟେବଲ ହବ ସେଇଠି ପ୍ୟାଣ୍ଟ ଦବନି ଆଜ୍ଞା ଖରା ଦିନ ଲାଇନ କଟି ଯାଇଛି ଲୁଙ୍ଗି ଉଠେ କି ପବନ ଆଜ୍ଞା ଜୋରସେ ଲାଗିଛି ଏଇଠି ବସିକି ପ୍ରୋଗ୍ରାମ ଦେଖୁଛନ୍ତି ଭାଇମାନେ ଜୋରସେ ଲାଗିଛି ପ୍ୟାଣ୍ଟ ପିନ୍ଧିଥିଲେ କୁଆଡେ ଯାଇ ହବନି ଯଦି ଲୁଙ୍ଗି ପିନ୍ଧିଥିବ ଯୋଉଠି ନାହିଁ ସେଇଠି ଯାଇକି କାମ ତମାମ ଆଜ୍ଞା ଏମିତି ସିଚୁଏସନ ପାଇଁ ମୁଁ ସବୁବେଳେ ଲୁଙ୍ଗି ପିନ୍ଧେ ଗୋଟେ ଆଡଭର୍ଟାଇଜ ମତେ ମିଳିଲା ଗୋଟେ ଭାଇ ମତେ କଲ୍ କଲେ କହିଲେ ଆଉ କାଳିଆ ସାଙ୍ଗ ଆଉ ତମେ ତ କମେଡି କରୁଛ ଲୁଙ୍ଗି ପିନ୍ଧିକି ଯୋଉଠିକି ଯାଉଛ ଷ୍ଟେଜ ଉପରେ କମେଡି କରୁଛ କିଛି ନାହିଁ ଖାଲି କମେଡି କରିବା କରିବ ତମେ ଖାଲି ଶେଷ ବେଳକୁ ଖାଲି ଲୁଙ୍ଗି ଟେକି ଦେଖେଇଦେବ ଉଗାଣ୍ଡା ହାଫ୍ ପ୍ୟାଣ୍ଟ ଗୋଟେ ହାଫ୍ ପ୍ୟାଣ୍ଟ ଆଡଭର୍ଟାଇଜ ଦେଇଥିଲେ ତମେ ଉଗାଣ୍ଡା ହାଫ୍ ପ୍ୟାଣ୍ଟ ଯୋଉଠିକି ଯିବ ଲୁଙ୍ଗି ଭିତରେ ପିନ୍ଧିକି ଯିବ କମେଡି କରିବା ସରିଲା ପରେ ତମେ ତ ଖାଲି ଲୁଙ୍ଗି ଟେକି ଦେଖେଇବ ଆଜ୍ଞା ମୁଁ ବି ୟୁଜ କରୁଛି ଆପଣ ବି ୟୁଜ କରନ୍ତୁ ଉଗାଣ୍ଡା ହାଫ୍ ପ୍ୟାଣ୍ଟ ମୁଁ କହିଲି ହଁ କରିଦେଲେ କ'ଣ ହବ ନା 10,000 ଟଙ୍କା ମିଳିବ ମୁଁ କହିଲି ଓ ମାଇ ଗଡ୍ ଟଙ୍କା 10,000 ଖାଲି ଟିକେ ଟେକି ଦେଖିଲି ଆଜ୍ଞା ମୁଁ ବି ୟୁଜ କରୁଛି ଆପଣ ବି ୟୁଜ କରନ୍ତୁ ଉଗାଣ୍ଡା ହାଫ୍ ପ୍ୟାଣ୍ଟ ମୁଁ କହିଲି କରିବି ଆଜ୍ଞା 8-10ଟା ପ୍ରୋଗ୍ରାମ କରିଦେଲି ପ୍ରୋଗ୍ରାମ ପଇସାରେ ଘର ବାଡ଼େଇଦେଲି 1-2 ଲକ୍ଷ ମିଳିଲା ଛାତ ପଡ଼ିଗଲା ଛାତ ପକେଇଦେଲି ଏମିତି ହଠାତ୍ ଏଇ ରଜ ପ୍ରୋଗ୍ରାମ ତ ଫାଷ୍ଟ ଦିନ କାଲି ଆଜ୍ଞା ଶ୍ୱଶୁରର ପ୍ରୋଗ୍ରାମରୁ କଲ୍ ଆସିଲା ଜୟ ପୁଅ କ'ଣ କରୁଛ ମୁଁ କହିଲି ହଁ ଭଲ ଅଛି ନା ଆମ ଗାଁରେ ରଜ ମହୋତ୍ସବ ଆଉ ପ୍ରଥମ ଥର ହଉଛି ଆଉ ତମେ ଆସିବ କମେଡି କରିବ ସମସ୍ତେ କହୁଛନ୍ତି ତମେ ଆସିବ ମୁଁ କହିଲି ବାପା ଯିବି କିଛି ଅସୁବିଧା ନାହିଁ ନା ପଇସା ପତ୍ର ମିଳିବନି ମୁଁ କହିଲି କାହିଁକି ନା ଜୟ ପୁଅ ଯେହେତୁ ଗୋଟେ ତମ୍ଭର କହିଦେଲି ଜୟ ପୁଅ ଆସିବ ଆଉ ମୁଁ କହିଲି ବାପା କ'ଣ କଲେ ମୁଁ କହିଲି ହଉ ଠିକ ଅଛି ଯଦି ଯାହା ହେଲା ଏପଟେ ବାବଦ ନ ମିଳୁ ସିଏ ହାଫ୍ ପ୍ୟାଣ୍ଟ ବାବଦ ତ ପଇସା ମିଳିଯିବ ଟଙ୍କା 10,000 ସେଇଥିରେ ଯିବା ଆସିବା ହେଇଯିବ ଆଜ୍ଞା ଶ୍ୱଶୁରର ପ୍ରୋଗ୍ରାମ କ'ଣ କରିବେ କ'ଣ ନାହିଁ ଭାବିକି ମେନ୍ ଜିନିଷ ପିନ୍ଧିବାକୁ ମନେ ଖାଲି ଲୁଙ୍ଗି ପିନ୍ଧି ପଳେଇଛି ଆଜ୍ଞା କମେଡି କରିବା କରିଦେଲି ଶେଷ ବେଳକୁ ଋଣ ଖାଇଛି ମାନେ ଗୁଣ ତ ଖାଇବି ନା ଆଜ୍ଞା ମୁଁ ବି ୟୁଜ କରୁଛି ଆପଣ ବି ୟୁଜ କରନ୍ତୁ ଆଜ୍ଞା କମେଡି କରୁଥିଲି କେହି ହସିଲେନି ଦେଖିଲି କି ହସ ମୁଁ କହିଲି ଏପଟିକି ଆଜ୍ଞା ମୁଁ ବି ୟୁଜ କରୁଛି ଆପଣ ବି ୟୁଜ କରନ୍ତୁ ମୋ ଶଳା ଶ୍ୱଶୁର ଶାଶୁ ମୋ ମାନେ ସମସ୍ତେ ବସିଥିଲେ ଶଳା କହୁଛି ନା ଟେକନି ଘୋଡ଼େଇ ଦିଅ କାହିଁକି ମୁଁ କହୁଛନ୍ତି ଆଜ୍ଞା ଟେକନି କାହିଁକି ସେଟା ଉଗାଡ଼ି ନା ସେଟା କାଲାଟା ଆଜ୍ଞା ବିଶ୍ୱାସ କରିବେନି ଶ୍ୱଶୁର ମତେ ଚଦିକି ବସିଛନ୍ତି କହିଲେ ଏ ବର୍ଷ ରଜରେ ଯୋଉ ଧାନ କଟା ହବ ଦା ପଚେଇକି ରଖିଛନ୍ତି ତମ ବେକ କଟା ହବ ଆଉ ଶ୍ୱଶୁରଙ୍କୁ ଯିବିନି ଏ କିଛି ଦିନ ତଳେ ଆମ ଘରକୁ ଚୋର 4ଟା ପଶିଥିଲେ ଆଜ୍ଞା ରାତି 12ଟା 1ଟା ହବ ଚୋର ପଶିଥିଲେ 4ଟା ପଶିଲା ପରେ ଯେତେବେଳେ ଗାଈ ଆମର ବୋବାଇଲେ ଗୁହାଳ ଭିତରେ ମୋ ବୋଉ କହିଲା ଭାଇ ପଡ଼ା ଗଲୁ ସେ ଗୁହାଳ ଭିତରେ ଗାଈ ବୋବଉଛନ୍ତି